ଆଜିର ଏହି ଗଭୀର ଅନୁଧ୍ୟାନରେ ଆମେ ଭାରତରେ ୱାଇଲ୍ଡ ଲାଇଫ୍ କନଜରଭେସନ ବା ବନ୍ୟଜନ୍ତୁ ସଂରକ୍ଷଣର ଇତିହାସ, ସଙ୍କଟ ଆଉ ସଫଳତା ବିଷୟରେ ପୁରା ଟିକ୍ନିକି ଭାବେ ଆଲୋଚନା କରିବା। ଆପଣ ଦେଖନ୍ତୁ, ଗୋଟିଏ ସମୟ ଥିଲା ଯେତେବେଳେ ଦେଶରେ ରାପିଡ୍ ଇଣ୍ଡଷ୍ଟ୍ରିଆଲାଇଜେସନ ବା ଦ୍ରୁତ ଶିଳ୍ପାୟନ ଆରମ୍ଭ ହେଲା। ହଁ, ଆଉ ତାହା ସହିତ ଇନକ୍ରିଜିଂ ପପୁଲେସନକୁ ମଧ୍ୟ ଆମେ ଭୁଲିପାରିବା ନାହିଁ। ଏକ୍ଜାକ୍ଟଲି। ବର୍ଦ୍ଧିତ ଜନସଂଖ୍ୟା, ଭୟଙ୍କର ପ୍ରଦୂଷଣ, ଖାଦ୍ୟର ଅତ୍ୟଧିକ ଚାହିଦା ଆଉ ଅବାଧ ଚୋରା ଶିକାର, ମାନେ ଏସବୁ ଏକାଠି ମିଶି ଏକ ବିନ୍ୟାସକାରୀ ପରିବେଶ ସୃଷ୍ଟି କଲେ। ଫଳସ୍ୱରୂପ କ'ଣ ହେଲା ନା ଆମର ଅନେକ ପରିଚିତ ପ୍ରଜାତି ପ୍ରାୟ ଟୋଟାଲି ଏକ୍ସଟିଙ୍କ୍ଟ ବା ବିଲୁପ୍ତ ହେବାକୁ ବସିଥିଲେ। ସତ କହିଲେ, କିନ୍ତୁ ଭଲ କଥା ହେଉଛି ଯେ ଭାରତ ଏହି ବିପଦକୁ ବହୁ ପୂର୍ବରୁ ଆକଳନ କରିନେଇଥିଲା। ହଁ, ଯଦି ଆମେ ଇତିହାସ ପୃଷ୍ଠା ଉଲଟାଇବା ତେବେ ଦେଖିବା ଯେ 1930 ମସିହାରେ ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କର ସ୍ଥାପନ ସହିତ ହିଁ ଭାରତରେ ସଂରକ୍ଷଣର ଭିତ୍ତିପ୍ରସ୍ତର ପଡ଼ିସାରିଥିଲା। ଆଉ ସେଇ 1930ର ପଦକ୍ଷେପ ଏକ ବହୁତ ବଡ଼ ଆରମ୍ଭ ଥିଲା। ଏତେ ବଡ଼ ଦେଶ ଯୋଉଠି ବାୟୋଡାଇଭର୍ସିଟି ବା ଜୈବ ବିବିଧତା ଏତେ ବିସ୍ତୃତ, ସେଠାରେ ଓଭର ଏକ୍ସପ୍ଲଏଟେସନକୁ ରୋକିବା ସହଜ ନଥିଲା। ନିଶ୍ଚିତ ଭାବରେ। ମାନେ ପ୍ରକୃତିକୁ ନିୟନ୍ତ୍ରଣ କରିବା ବଦଳରେ ମଣିଷ ନିଜର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଥିଲା। କାରଣ ବିନା ନିୟମରେ କୌଣସି ବି ବିଶାଳ ଇକୋସିଷ୍ଟମକୁ ସୁରକ୍ଷିତ ରଖିବା ପ୍ରାୟତଃ ଅସମ୍ଭବ। ଏହି ଦିଗରେ ସବୁଠାରୁ ବଡ଼ ଏବଂ ଆଇନଗତ ପରିବର୍ତ୍ତନ ଆସିଥିଲା 1972 ମସିହାରେ, ଯେତେବେଳେ ଲାଗୁ ହେଲା ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ ବା ବନ୍ୟଜନ୍ତୁ ସୁରକ୍ଷା ଆଇନ। ଆଜ୍ଞା। ଏହା କେବଳ କାଗଜରେ ଲେଖାଥିବା କିଛି ନିୟମ ନଥିଲା, ବରଂ ଏହା ଥିଲା ଦେଶର ଇକୋଲୋଜିକାଲ ଏବଂ ଏନଭାଇରନମେଣ୍ଟାଲ ସିକ୍ୟୁରିଟିକୁ ସୁନିଶ୍ଚିତ କରିବା ପାଇଁ ଏକ ମାଇଲଖୁଣ୍ଟ। ବିଲକୁଲ। ଆଉ ଏହି ଆଇନ ବଳରେ ହିଁ ବନ୍ୟଜନ୍ତୁ, ପକ୍ଷୀ ଏବଂ ବିରଳ ଉଦ୍ଭିଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ମଜବୁତ କବଚ ପ୍ରସ୍ତୁତ ହୋଇପାରିଲା। ଏହି 1972ର ଆଇନ ପଛରେ ଥିବା କାରଣଗୁଡ଼ାକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ସମୟ ବେଳକୁ ପରିସ୍ଥିତି ଏତେ ଖରାପ ହୋଇସାରିଥିଲା ଯେମାନେ କେବଳ ଆଇନ ପାସ୍ କରିଦେଇ ଚୁପ୍ ବସିବାର ସମୟ ଆଉ ନଥିଲା। ସତରେ ସରକାରଙ୍କୁ ତୁରନ୍ତ ଏବଂ ଆକ୍ରମଣାତ୍ମକ ଭାବେ କ୍ଷେତ୍ରସ୍ତରରେ ଓହ୍ଲାଇବାକୁ ପଡ଼ିଲା, କାରଣ ଜଙ୍ଗଲର ମୁଖ୍ୟ ଜୀବମାନେ ଏକଦମ ଶେଷ ପର୍ଯ୍ୟାୟରେ ଥିଲେ। ଜାଣିଛନ୍ତି, ଏହି ସମଗ୍ର 1970 ଦଶକର ସ୍ଥିତିକୁ ମୁଁ ଗୋଟିଏ ୱାଇଲ୍ଡ ଲାଇଫ୍ ଇମର୍ଜେନ୍ସି ରୁମ୍ ବା ବନ୍ୟଜନ୍ତୁଙ୍କ ଜରୁରୀକାଳୀନ କକ୍ଷ ସହିତ ତୁଳନା କରିବି। ଆଚ୍ଛା, ଇମର୍ଜେନ୍ସି ରୁମ୍ ମାନେ କେମିତି? ମାନେ ଦେଖନ୍ତୁ, ଯେପରି ଗୋଟିଏ ଡାକ୍ତରଖାନାର ଜରୁରୀକାଳୀନ କକ୍ଷରେ ଏକାଧିକ ରୋଗୀ ଥିଲେ ମଧ୍ୟ ସବୁଠାରୁ ଗୁରୁତର ଥିବା ଏବଂ ଜୀବନ ମରଣ ସମସ୍ୟା ଦେଇ ଗତି କରୁଥିବା ରୋଗୀଙ୍କୁ ପ୍ରଥମେ ଲାଇଫ୍ ସପୋର୍ଟ ଦିଆଯାଏ। ଠିକ୍ ସେହିପରି ସେହି ସମୟରେ ଆମର ଜଙ୍ଗଲର ରକ୍ଷକ ବା ଆପେକ୍ସ ପ୍ରେଡେଟର୍ସ ମାନଙ୍କୁ ବଞ୍ଚାଇବା ନିହାତି ଆବଶ୍ୟକ ଥିଲା। ଏକ୍ଜାକ୍ଟଲି। ଆଉ ସେଥିପାଇଁ 1973 ମସିହାରେ ତୁରନ୍ତ ଲଞ୍ଚ କରାଗଲା ପ୍ରୋଜେକ୍ଟ ଟାଇଗର। ହଁ, ପ୍ରୋଜେକ୍ଟ ଟାଇଗର କେବଳ ଭାରତର ନୁହେଁ, ବରଂ ସମଗ୍ର ବିଶ୍ୱର ସବୁଠାରୁ ଆଲୋଚିତ କନଜରଭେସନ ମୁଭମେଣ୍ଟ। ବିଲକୁଲ। ପ୍ରଥମେ ପାଲାମୌ ଟାଇଗର ରିଜର୍ଭ ଏବଂ ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କରୁ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ମୁଖ୍ୟତଃ ବେଙ୍ଗାଲ ଟାଇଗରମାନଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଥିଲା। କାରଣ ବାଘ ହେଉଛି ଏକ ଅମ୍ବ୍ରେଲା ସ୍ପିସିଜ୍। ଅମ୍ବ୍ରେଲା ସ୍ପିସିଜ୍ ତା ମାନେ କ'ଣ? ଏହାର ଅର୍ଥ ହେଉଛି, ଯଦି ଆମେ ଜଙ୍ଗଲରେ ବାଘକୁ ବଞ୍ଚାଇବା ପାଇଁ ତାର ବାସସ୍ଥାନକୁ ସୁରକ୍ଷିତ କରୁଛୁ, ତେବେ ପରୋକ୍ଷରେ ଆମେ ସେହି ଜଙ୍ଗଲର ଗଛଲତା, ହରିଣ, ବାରହା ଏବଂ ଛୋଟ ଛୋଟ ଜୀବଙ୍କୁ ମଧ୍ୟ ଆପେ ଆପେ ସୁରକ୍ଷା ଦେଉଛୁ। ମାନେ ବାଘ ସଂଖ୍ୟା ଠିକ୍ ରହିଲେ ଜଙ୍ଗଲରେ ହର୍ବିଭରସ୍ ବା ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହେ, ଯାହାଦ୍ୱାରା ଜଙ୍ଗଲର ସବୁଜିମା ନଷ୍ଟ ହୁଏ ନାହିଁ। ବିଶେଷ କରି ଓଡ଼ିଶାର ନଦୀଗୁଡ଼ିକରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା। ହଁ, 1970 ଦଶକ ବେଳକୁ ଚମଡ଼ା ପାଇଁ ବାଣିଜ୍ୟ ଉଦ୍ଦେଶ୍ୟରେ ହେଉଥିବା ଅବାଧ ଶିକାର ଯୋଗୁଁ ଓଡ଼ିଶାରେ 3 ପ୍ରକାରର କୁମ୍ଭୀର, ଘଡ଼ିଆଳ, ମଗର ଏବଂ ବଉଳା କୁମ୍ଭୀର ବା ସଲ୍ଟ ୱାଟର କ୍ରୋକୋଡାଇଲ୍ ପ୍ରାୟତଃ ବିଲୁପ୍ତ ହୋଇଯାଇଥିଲେ। ସେମାନଙ୍କ ସଂଖ୍ୟା ଏକଦମ ହାତଗଣତି ହୋଇଯାଇଥିଲା। ଆଉ ଏହା ବହୁତ ରିସ୍କି ଥିଲା, କାରଣ କୁମ୍ଭୀରମାନେ ନଦୀର ଇକୋସିଷ୍ଟମ ପାଇଁ ସଫାଇ କର୍ମଚାରୀ ଭଳି କାମ କରନ୍ତି। ସେମାନେ ମୃତ ମାଛ ଏବଂ ଅନ୍ୟାନ୍ୟ ଜଳଜୀବଙ୍କୁ ଖାଇ ନଦୀର ପାଣିକୁ ପ୍ରଦୂଷଣରୁ ରକ୍ଷା କରନ୍ତି। ଯେତେବେଳେ ସେମାନଙ୍କର ସଂଖ୍ୟା ହଠାତ୍ କମିଗଲା, ପୁରା ନଦୀର ଫୁଡ୍ ଚେନ୍ ବା ଖାଦ୍ୟ ଶୃଙ୍ଖଳା ବିପଦରେ ପଡ଼ିଗଲା। ସେଇଥିପାଇଁ ତ 1975 ମସିହାରେ ପ୍ରୋଜେକ୍ଟ କ୍ରୋକୋଡାଇଲ୍ ଲଞ୍ଚ କରାଗଲା ନା? ଏକ୍ଜାକ୍ଟଲି। ଆଉ ସେହି ସମୟର ପଦକ୍ଷେପଗୁଡ଼ିକ କେବଳ କିଛି ସରକାରୀ ନିୟମ ନଥିଲା, ବରଂ ଏକ ସଞ୍ଜୀବନୀ ଥିଲା। ବିଲକୁଲ। ଏହି ସଞ୍ଜୀବନୀ ଯୋଗୁଁ ହିଁ
ଓଡ଼ିଶାର ଭିତରକନିକା ଏବଂ ଟିକରପଡ଼ା ଭଳି ଅଞ୍ଚଳରେ ଆଜି ଆମେ ପୁଣି ଥରେ ଏହି କୁମ୍ଭୀରମାନଙ୍କୁ ସୁସ୍ଥ ଅବସ୍ଥାରେ ଦେଖିବାକୁ ପାଉଛୁ। 1992ରେ ଆସିଲା ପ୍ରୋଜେକ୍ଟ ଏଲିଫେଣ୍ଟ। ଆଜ୍ଞା। ଏହା ଏକ ଏମିତି ଯୋଜନା ଥିଲା ଯେଉଁଥିରେ ଏସିଆନ୍ ହାତୀମାନଙ୍କ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କଲେ। ଆଉ ଏହା ବହୁତ ଜରୁରୀ ଥିଲା, କାରଣ ହାତୀମାନେ ହେଉଛନ୍ତି ଜଙ୍ଗଲର ପ୍ରକୃତ ଇଞ୍ଜିନିୟର, ଆଚ୍ଛା। ହଁ, ସେମାନେ ପ୍ରତିଦିନ କିଲୋମିଟର ବାଟ ଚାଲନ୍ତି। ସେମାନେ ଯେଉଁ ରାସ୍ତାରେ ଯାଆନ୍ତି, ଘଞ୍ଚ ଜଙ୍ଗଲ ଭିତରେ ଛୋଟ ଛୋଟ ଜୀବଙ୍କ ପାଇଁ ରାସ୍ତା ତିଆରି ହୋଇଯାଏ। ତାଛଡ଼ା ସେମାନେ ଫଳ ଖାଇବା ପରେ ସେମାନଙ୍କର ମଳ ମାଧ୍ୟମରେ ମଞ୍ଜିଗୁଡ଼ିକ ଜଙ୍ଗଲର ବିଭିନ୍ନ ସ୍ଥାନରେ ବୁଣି ହୋଇଯାଏ, ଯାହା ନୂଆ ଗଛ ସୃଷ୍ଟି କରିବାରେ ସାହାଯ୍ୟ କରେ। ବାଃ। କିନ୍ତୁ ପ୍ରୋବ୍ଲେମ ହେଲା ଯେତେବେଳେ ଶିଳ୍ପାୟନ ଯୋଗୁଁ ଜଙ୍ଗଲଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇଗଲା, ହାତୀମାନଙ୍କର ଚଳାପଥ ବା ଏଲିଫେଣ୍ଟ କରିଡର୍ସ ନଷ୍ଟ ହୋଇଗଲା, ଆଉ ଏଥିଯୋଗୁଁ ହ୍ୟୁମାନ୍ ଏଲିଫେଣ୍ଟ କନଫ୍ଲିକ୍ଟ ବା ମଣିଷ ହାତୀ ସଂଘର୍ଷ ବଢ଼ିଗଲା। ହଁ, ଠିକ୍ ସେହିପରି ବାସସ୍ଥାନର ସଙ୍କଟ ଭୋଗୁଥିବା ଆଉ ଏକ ବିଶାଳକାୟ ଜୀବ ହେଉଛନ୍ତି ଗଣ୍ଡା। 2005 ମସିହାରେ ପ୍ରୋଜେକ୍ଟ ୱାନ୍ ହର୍ନ ରାଇନୋ ଆରମ୍ଭ ହେଲା। ଏହି ଇଣ୍ଡିଆନ୍ ରାଇନୋ ଭିଜନ 2020ର ଲକ୍ଷ୍ୟ ଥିଲା ଯେ ଆସାମର 7ଟି ସଂରକ୍ଷିତ ଅଞ୍ଚଳରେ ଗଣ୍ଡାଙ୍କ ସଂଖ୍ୟା ଅତି କମରେ 3000 ଛୁଇଁବ। କିନ୍ତୁ ଚିନ୍ତାର ବିଷୟ ହେଉଛି IUCN ରିପୋର୍ଟ ଅନୁଯାୟୀ ଏମାନେ ବର୍ତ୍ତମାନ ମଧ୍ୟ ଭଲ୍ନେରେବଲ୍ ବା ସଙ୍କଟାପନ୍ନ ଶ୍ରେଣୀରେ ଅଛନ୍ତି। ତାହାର ମୁଖ୍ୟ କାରଣ ହେଉଛି ଯେ ଏମାନଙ୍କର ସମ୍ପୂର୍ଣ୍ଣ ବାସସ୍ଥାନ ମାତ୍ର 20,000 ବର୍ଗ କିଲୋମିଟରରୁ କମ୍ ଅଞ୍ଚଳ ମଧ୍ୟରେ ସୀମିତ ହୋଇଯାଇଛି। ଗୋଟିଏ ବିଶାଳ ତୃଣଭୋଜୀ ପ୍ରାଣୀ ପାଇଁ ଏତେ କମ୍ ଜାଗା ରହିଲେ ସେମାନେ ଖାଦ୍ୟ ସନ୍ଧାନରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ହଁ, ଆଉ ରୋଗ ବ୍ୟାଧି ବ୍ୟାପିବାର ଆଶଙ୍କା ମଧ୍ୟ ବହୁତ ବଢ଼ିଯାଏ ନା। ବିଲକୁଲ। ଆଉ ଏହି ବାସସ୍ଥାନର ସଂକୋଚନ କେବଳ ସମତଳ ଅଞ୍ଚଳରେ ସୀମିତ ନୁହେଁ। ଯଦି ଆମେ ପାହାଡ଼ିଆ ଅଞ୍ଚଳକୁ ଦେଖିବା, ସେଠାରେ ମଧ୍ୟ ପରିସ୍ଥିତି ଜଟିଳ। 2009 ମସିହାରେ ପ୍ରୋଜେକ୍ଟ ସ୍ନୋ ଲିଓପାର୍ଡ ଆରମ୍ଭ କରାଯାଇଥିଲା। ଆଚ୍ଛା। ଏହି ହିମ କଲରାପତ୍ରିଆ ବାଘମାନେ ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ରହନ୍ତି ଏବଂ ସେହି ଇକୋସିଷ୍ଟମର ସନ୍ତୁଳନ ରକ୍ଷା କରନ୍ତି। ମାନେ, ଏହି ପ୍ରୋଜେକ୍ଟଟି ମୁଖ୍ୟତଃ ଭାରତର 5ଟି ରାଜ୍ୟରେ ଲଞ୍ଚ ହୋଇଥିଲା: ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ସିକ୍କିମ୍, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଏଠାରେ ମୋର ଗୋଟିଏ ସାଧାରଣ ପ୍ରଶ୍ନ ଉଠୁଛି। ଗୋଟିଏ ପ୍ରଜାତି ବା ସ୍ନୋ ଲିଓପାର୍ଡ ପାଇଁ ଏହି 5ଟି ଅଲଗା ଅଲଗା ରାଜ୍ୟ କାହିଁକି ଏକାଠି କାମ କରିବାର ଆବଶ୍ୟକ? ପ୍ରତ୍ୟେକ ରାଜ୍ୟ ତ ନିଜ ନିଜ ସୀମା ଭିତରେ ବଜେଟ୍ ପ୍ରସ୍ତୁତ କରି ସେମାନଙ୍କର ସଂରକ୍ଷଣ କରିପାରନ୍ତେ ନା। ସମସ୍ତଙ୍କୁ ଗୋଟିଏ ପ୍ରୋଜେକ୍ଟ ଯୋଡ଼ିବାର କାରଣ କ'ଣ? ହଁ, ଏଇଟା ଏକ ବହୁତ ଭଲ ପ୍ରଶ୍ନ। କିନ୍ତୁ ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯେ ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳଗୁଡ଼ିକ ମଣିଷ ତିଆରି କରିଥିବା କୌଣସି ରାଜନୈତିକ ସୀମାରେଖା ବା ବର୍ଡର୍ସକୁ ମାନନ୍ତି ନାହିଁ। ଓହୋ, ହଁ। ଗୋଟିଏ ସ୍ନୋ ଲିଓପାର୍ଡ ନିଜର ଶିକାର ଖୋଜି ଖୋଜି କିମ୍ବା ପାଗ ବଦଳିବା କାରଣରୁ ହିମାଚଳ ପ୍ରଦେଶରୁ ସହଜରେ ଉତ୍ତରାଖଣ୍ଡ ଚାଲିଯାଇପାରେ। ଯଦି ଗୋଟିଏ ରାଜ୍ୟରେ ତାକୁ ସୁରକ୍ଷା ମିଳୁଛି ଆଉ ସୀମା ପାର ହେଲା ମାତ୍ରେ ଅନ୍ୟ ରାଜ୍ୟରେ ଶିକାରୀମାନଙ୍କ ପାଇଁ କୋହଳ ନିୟମ ଅଛି, ତେବେ ପୁରା ପ୍ରୋଜେକ୍ଟଟି ଫେଲ୍ ମାରିଯିବ ବା ବିଫଳ ହୋଇଯିବ। ସତରେ ଏଟା ମୁଁ ଭାବିନଥିଲି। ସେଇଥିପାଇଁ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଇନକ୍ଲୁସିଭ୍ ଆଣ୍ଡ ପାର୍ଟିସିପେଟୋରୀ ଆପ୍ରୋଚ୍ ବା ମିଳିତ ସହଯୋଗର ଆବଶ୍ୟକତା ନିହାତି ଜରୁରୀ। ସମଗ୍ର ଲ୍ୟାଣ୍ଡସ୍କେପ୍କୁ ଗୋଟିଏ ପରିବେଶ ଭାବରେ ଦେଖି ସମସ୍ତଙ୍କୁ ମିଶି କାମ କରିବାକୁ ପଡ଼ିବ। ତାମାନେ ଇକୋସିଷ୍ଟମ ଖଣ୍ଡ ଖଣ୍ଡ ହେଇ ରହିପାରିବ ନାହିଁ। ସବୁକିଛି ପରସ୍ପର ସହିତ ଲିଙ୍କ ହେଇ ରହିଛି। ଆଉ ଏହି ଯୋଡ଼ି ହେବା କଥାରୁ ଆସନ୍ତୁ ଆମେ ଜଙ୍ଗଲ ଏବଂ ପାହାଡ଼ରୁ ବାହାରି ଏବେ ନଦୀ ଏବଂ ସମୁଦ୍ରର ସୁରକ୍ଷା ଦିଗକୁ ଯିବା। ନିଶ୍ଚିତ ଭାବରେ। କାରଣ ପାହାଡ଼ରୁ ବାହାରିଥିବା ପାଣି ଶେଷରେ ଉପକୂଳରେ ହିଁ ମିଶେ। ନଭେମ୍ବର 1999ରେ UNDPର ସହଯୋଗରେ ଆରମ୍ଭ ହୋଇଥିଲା ପ୍ରୋଜେକ୍ଟ ସି ଟର୍ଟଲ୍। ଏଥିରେ ଦେଶର 10ଟି ରାଜ୍ୟ ସାମିଲ ଥିଲେ। ମଧ୍ୟ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ଓଡ଼ିଶା ଉପକୂଳକୁ। ଆଉ ତାହାର କାରଣ ହେଲା ଓଡ଼ିଶାର ଋଷିକୂଲ୍ୟା ଏବଂ ଗହୀରମଥା ଉପକୂଳ, ଯାହା ହେଉଛି ଅଲିଭ୍ ରିଡ୍ଲେ କଇଁଛମାନଙ୍କର ସାମୂହିକ ଅଣ୍ଡାଦାନ ବା ମାସ୍ ନେଷ୍ଟିଂର ଏକ ପ୍ରମୁଖ ସ୍ଥାନ। ହଁ, ଯଦି ସେହି ଉପକୂଳ ପ୍ରଦୂଷିତ ହୁଏ, ତେବେ ଲକ୍ଷ ଲକ୍ଷ କଇଁଛଙ୍କ ବଂଶବୃଦ୍ଧି ଅଟକିଯିବ। ଏକ୍ଜାକ୍ଟଲି। ଏବଂ ଏହି ଜଳଜ ସଂରକ୍ଷଣ ବା ଆକ୍ୱାଟିକ୍ ଡିଫେନ୍ସର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହେଲା ଯେତେବେଳେ 15 ଅଗଷ୍ଟ 2020ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରୋଜେକ୍ଟ ଗ୍ୟାଙ୍ଗେସ୍ ଡଲ୍ଫିନ୍ ଘୋଷଣା କରାଗଲା। ଆଉ ପରେ 2021ରେ ତାହା ଲଞ୍ଚ ହେଲା। ଆଚ୍ଛା, ସେ ଯୋଉ ଡଲ୍ଫିନ୍ କଥା ଆମେ ଆରମ୍ଭରୁ କହୁଥିଲୁ। ହଁ, ଗଙ୍ଗା ନଦୀର ଏହି ଡଲ୍ଫିନ୍କୁ ଜାତୀୟ ଜଳଜ ଜୀବ ବା ନ୍ୟାସନାଲ୍ ଆକ୍ୱାଟିକ୍ ଆନିମାଲର ମାନ୍ୟତା ଦିଆଯାଇଛି। ଏହି ଜୀବଟିର ବିଶେଷତ୍ୱ ହେଉଛି
ଯେ ସେମାନେ କେବଳ ମଧୁର ଜଳ ବା ଫ୍ରେଶ୍ ୱାଟରରେ ବଞ୍ଚିପାରନ୍ତି ଏବଂ ପ୍ରାକୃତିକ ଭାବେ ସେମାନେ ସମ୍ପୂର୍ଣ୍ଣ ଅନ୍ଧ ଅଟନ୍ତି। ଏଠାରେ ଏକ ବହୁତ କୌତୂହଳପୂର୍ଣ୍ଣ କଥା ହେଉଛି, ଯଦି ଏହି ଡଲ୍ଫିନ୍‌ମାନେ ଅନ୍ଧ, ତେବେ ସେମାନେ ଘୋଳିଆ ପାଣି ଭିତରେ ଶିକାର କିପରି ଖୋଜନ୍ତି? ମାନେ ଦେଖାଯାଉନି ତ ଶିକାର କେମିତି କରିବେ? ଆଉ ସେଇଠି ହିଁ ଆସେ ତାଙ୍କର ସ୍ପେଶାଲ ପାୱାର। ସେମାନେ ପାଣି ଭିତରେ ଅଲ୍ଟ୍ରାସୋନିକ୍ ସାଉଣ୍ଡ ବା ଏକ ସ୍ୱତନ୍ତ୍ର ଶବ୍ଦ ତରଙ୍ଗ ସୃଷ୍ଟି କରନ୍ତି। ଯାହାକୁ ସ୍ଥାନୀୟ ଲୋକେ ସୁସୁ ବୋଲି ମଧ୍ୟ ଡାକନ୍ତି ନା? ହଁ, ଯେତେବେଳେ ଏହି ଶବ୍ଦ ଯାଇ କୌଣସି ମାଛ ଦେହରେ ବାଡ଼େଇ ହେଇ ଫେରିଆସେ, ସେହି ପ୍ରତିଧ୍ୱନିରୁ ଡଲ୍ଫିନ୍ ନିଜ ମସ୍ତିଷ୍କ ଭିତରେ ସେହି ମାଛର ଆକାର ଏବଂ ଦୂରତାର ଏକ ସ୍ପଷ୍ଟ ଚିତ୍ର ତିଆରି କରିଦିଏ। ଏହି ପ୍ରକ୍ରିୟାଟି ଠିକ୍ ଗୋଟିଏ ବୁଡ଼ାଜାହାଜ ବା ସବମରିନ୍‌ରେ ବ୍ୟବହାର ହେଉଥିବା ସୋନାର ଟେକ୍ନୋଲୋଜି ସହିତ ସମାନ। ବାପରେ, ଏହା ଏକ ପୁରା ନ୍ୟାଚୁରାଲ ସୋନାର। କିନ୍ତୁ ଦୁଃଖର କଥା ହେଉଛି, ଆଜି ଏମାନେ 3ଟି ବଡ଼ ବିପଦର ସମ୍ମୁଖୀନ ହେଉଛନ୍ତି। ନଦୀରେ ବଢ଼ୁଥିବା ଭୟଙ୍କର ପ୍ରଦୂଷଣ, ମାଛଧରା ଜାଲରେ ଛନ୍ଦି ହୋଇ ଶ୍ୱାସରୁଦ୍ଧ ହୋଇଯିବା ଏବଂ ସେମାନଙ୍କର ତେଲ ପାଇଁ ହେଉଥିବା ଚୋରା ଶିକାର। If we connect this to the bigger picture, ଯଦି ଆମେ ଏହାକୁ ଏକ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବା, ତେବେ ବୁଝିପାରିବା ଯେ ଏହି ଡଲ୍ଫିନ୍‌ମାନଙ୍କର ବିପଦ କେବଳ ଗୋଟିଏ ପ୍ରଜାତିର ସଙ୍କଟ ନୁହେଁ। ଆଚ୍ଛା, ହଁ, କାରଣ ଗଙ୍ଗା ଡଲ୍ଫିନ୍ ହେଉଛି ମଧୁର ଜଳର ଇଣ୍ଡିକେଟର ସ୍ପିସିଜ୍, ଅର୍ଥାତ୍ ଏକ ଥର୍ମୋମିଟର ଭଳି ସେମାନେ ନଦୀର ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦିଅନ୍ତି। ଯଦି ନଦୀରେ ଡଲ୍ଫିନ୍ ବଞ୍ଚିଛନ୍ତି, ତେବେ ତାହାର ଅର୍ଥ ସେହି ନଦୀର ପାଣି ପ୍ରଦୂଷଣମୁକ୍ତ ଅଛି। ବୁଝିଲି। କିନ୍ତୁ ଯଦି ପ୍ରଦୂଷଣ ଯୋଗୁଁ ସେମାନେ ବିଲୁପ୍ତ ହେଇଯାଆନ୍ତି, ତେବେ ଏହାର ସିଧାସଳଖ ଅର୍ଥ ହେଉଛି ଯେ ସେହି ନଦୀର ପାଣି ଆମ ମଣିଷମାନଙ୍କ ବ୍ୟବହାର ପାଇଁ ମଧ୍ୟ ଆଉ ଉପଯୋଗୀ ହେଇ ରହିନାହିଁ। ଏହା ଆମ ସମସ୍ତଙ୍କ ପାଇଁ ଏକ ଭୟଙ୍କର ଚେତାବନୀ। ମାନେ, ଆମେ ନିଜ ହାତରେ ନିଜ ପାଇଁ ବିଷ ତିଆରି କରୁଛୁ। ଏବେ ଆସନ୍ତୁ ଆଲୋଚନା କରିବା ଏପରି କିଛି କାହାଣୀ ବିଷୟରେ ଯୋଉଠି ପରିସ୍ଥିତି ଆମ ହାତରୁ ସମ୍ପୂର୍ଣ୍ଣ ଖସି ଯାଇଥିଲା ବା ଖସିଯିବା ଉପରେ ଥିଲା। ମାନେ, ଆମେ ଜାଣିବା କମ୍‌ବ୍ୟାକ୍ସ ଆଣ୍ଡ କ୍ୟାଟାଷ୍ଟ୍ରଫିଜ୍ ବିଷୟରେ। ଆଜ୍ଞା। ଜାଣିଛନ୍ତି, ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ଆମ ଆକାଶରେ। 1990ରୁ ମଧ୍ୟ 2000 ମସିହା ମଧ୍ୟରେ ହିସାବ କରାଯାଇଥିଲା ଯେ ଭାରତ ତାର 95%ରୁ ଅଧିକ ଶାଗୁଣା ବା ଭଲ୍ଚର୍ସମାନଙ୍କୁ ହରାଇ ବସିଛି। ହଁ, ଆକାଶରୁ ହଠାତ୍ ଶାଗୁଣା ଉଭା ନେଇଗଲେ। ଏହା ପଛର ମୁଖ୍ୟ କାରଣ ଥିଲା ଗୃହପାଳିତ ପଶୁମାନଙ୍କୁ ଦିଆଯାଉଥିବା ଡାଇକ୍ଲୋଫେନାକ୍ ନାମକ ଏକ ଯନ୍ତ୍ରଣାନାଶକ ଔଷଧ ବା ପେନ୍‌କିଲର। ଯେତେବେଳେ ସେହି ପଶୁମାନେ ମରୁଥିଲେ, ଶାଗୁଣାମାନେ ସେମାନଙ୍କର ମୃତଦେହ ଖାଇବା ଦ୍ୱାରା ସେହି କେମିକାଲ ଶାଗୁଣାମାନଙ୍କ ଶରୀରରେ ପ୍ରବେଶ କରୁଥିଲା ଆଉ ତାପରେ ସେମାନଙ୍କର କିଡନି ନଷ୍ଟ ହୋଇ ସେମାନେ ମୃତ୍ୟୁବରଣ କରୁଥିଲେ। ଏଇଟା ବହୁତ ଦୁଃଖଦାୟକ ଥିଲା। ଆଉ ତେଣୁ ଏହି ବିଲୁପ୍ତିକୁ ରୋକିବା ପାଇଁ 2006ରେ ପ୍ରୋଜେକ୍ଟ ଭଲ୍ଚର ଲଞ୍ଚ କରାଗଲା। କାରଣ ଶାଗୁଣାମାନେ ହେଉଛନ୍ତି ପରିବେଶର ସବୁଠାରୁ ଦକ୍ଷ ସଫାଇ କର୍ମଚାରୀ। ସେମାନେ ନଷ୍ଟ ହେଉଥିବା ମାଂସକୁ ଖାଇ ହାଇଜା ଏବଂ ଆନ୍ଥ୍ରାକ୍ସ ଭଳି ମାରାତ୍ମକ ରୋଗ ବ୍ୟାପିବାରୁ ଅଟକାନ୍ତି। 95% ଶାଗୁଣା ବିଲୁପ୍ତ ହେବା ଏକ ବିରାଟ ପରିବେଶଗତ ବିପର୍ଯ୍ୟୟ ଥିଲା। ବିଲକୁଲ। ଆଉ ଏହିପରି ଅଚାନକ ଆସୁଥିବା ବିପର୍ଯ୍ୟୟକୁ ରୋକିବା ପାଇଁ ସବୁବେଳେ ଆଗୁଆ ପ୍ରସ୍ତୁତି ଦରକାର ହୁଏ। ଏବଂ ଏହି ପ୍ରସ୍ତୁତିର ଏକ ବଳିଷ୍ଠ ଉଦାହରଣ ହେଉଛି ଗିର୍ ଲାୟନ୍ ପ୍ରୋଜେକ୍ଟ। ଏକ୍ଜାକ୍ଟଲି। ବର୍ତ୍ତମାନ ସମୟରେ ବିଶ୍ୱରେ ଦେଖାଯାଉଥିବା ଏସିଆଟିକ୍ ଲାୟନ୍ସ ବା ଏସିଆ ସିଂହ କେବଳ ଗୁଜରାଟର ଗିର୍ ନ୍ୟାସନାଲ ପାର୍କରେ ହିଁ ସୀମିତ ହେଇ ରହିଛନ୍ତି। ଏହି ପ୍ରୋଜେକ୍ଟର ଲକ୍ଷ୍ୟ ହେଉଛି ସେହି ସିଂହମାନଙ୍କ ପାଇଁ ଏକ ଦ୍ୱିତୀୟ ସ୍ୱାଧୀନ ବାସସ୍ଥାନ ତିଆରି କରିବା। ହଁ, ଯାହାଦ୍ୱାରା ସେମାନଙ୍କର ଜନସଂଖ୍ୟା ଗୋଟିଏ ସ୍ଥାନରେ ସୀମିତ ହୋଇ ରହିବ ନାହିଁ। ଆଚ୍ଛା, ଏହି ଗିର୍ ଲାୟନ୍ ପ୍ରୋଜେକ୍ଟକୁ ମୁଁ ଗୋଟିଏ ଡାଟା ବ୍ୟାକଅପ୍ ଡ୍ରାଇଭ୍ ସହିତ ତୁଳନା କରିବି। ହଁ, ଡାଟା ବ୍ୟାକଅପ୍ ମାନେ କେମିତି? ମାନେ ଦେଖନ୍ତୁ, ଯେପରି ଗୋଟିଏ କମ୍ପ୍ୟୁଟରରେ ଥିବା ଗୋଟିଏ ହାର୍ଡ ଡିସ୍କରେ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ବହୁତ ରିସ୍କି ବା ବିପଦଜନକ। ଯଦି କୌଣସି କାରଣରୁ ସେ ହାର୍ଡ ଡିସ୍କଟି କ୍ରାଶ୍ କରିଯାଏ ବା ନଷ୍ଟ ହେଇଯାଏ, ତେବେ ସବୁତକ ଡାଟା ଚିରଦିନ ପାଇଁ ହଜିଯିବ। ଆଜ୍ଞା, ପୁରା ଠିକ୍ କଥା। ଠିକ୍ ସେହିପରି ଦୁନିଆର ସବୁ ଏସିଆଇ ସିଂହ ଗୋଟିଏ ମାତ୍ର ଜଙ୍ଗଲରେ ରହିବା ଏକ ଟାଇମ୍ ବମ୍ ସଦୃଶ। ଯଦି କେବେ ସେଠାରେ କୌଣସି ଭୟଙ୍କର ମହାମାରୀ ବ୍ୟାପେ କିମ୍ବା ବଡ଼ ଧରଣର ବଣନିଆଁ ଲାଗିଯାଏ, ତେବେ ପୁରା ପ୍ରଜାତିଟି ଗୋଟିଏ ଝଟକାରେ ଧ୍ୱଂସ ହେଇଯିବ। ତେଣୁ ଏକ ବ୍ୟାକଅପ୍ ବା ବାସସ୍ଥାନ ବା ଦ୍ୱିତୀୟ ଘର ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ। ଦିସ୍ ରେଜେସ୍ ଆନ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରେ ଯେ ଯଦି ଏହି ବ୍ୟାକଅପ୍ ନ ରହେ ଏବଂ କୌଣସି ପ୍ରଜାତି ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଏ, ତେବେ ଆମେ କ'ଣ କରିବା?
ଆଉ याହାର ଉତ୍ତର ଆମେ ପାଇଛୁ 2022 ମସିହାରେ ଆରମ୍ଭ ହେଇଥିବା ପ୍ରୋଜେକ୍ଟ ଚିତାରୁ। ହଁ 1952 ମସିହାରେ ଅବାଧ ଶିକାର ଏବଂ ବାସସ୍ଥାନ ନଷ୍ଟ କାରଣରୁ ଭାରତରୁ ଚିତା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲା। କିନ୍ତୁ ଏହି ହଜିଯାଇଥିବା ସ୍ତନ୍ୟପାୟୀ ଜୀବକୁ ଫେରାଇ ଆଣିବା ପାଇଁ ଭାରତ ଏକ ଐତିହାସିକ ପ୍ରୟାସ କଲା। ଦକ୍ଷିଣ ଆଫ୍ରିକା ଏବଂ ନାମିବିଆରୁ ଚିତା ଆଣି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛଡ଼ାଗଲା। ଲକ୍ଷ୍ୟ ରଖାଯାଇଛି ଯେ ଆଗାମୀ 5 ବର୍ଷ ମଧ୍ୟରେ ମୋଟ 50ଟି ଚିତା ଅଣାଯିବ। ଏହା କେବଳ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଜୀବ ଆଣିବାର ପ୍ରକ୍ରିୟା ନୁହେଁ, ବରଂ ମଣିଷ ନିଜର ପୁରୁଣା ଭୁଲକୁ ସୁଧାରି ଖଣ୍ଡିତ ହୋଇଯାଇଥିବା ଇକୋସିଷ୍ଟମକୁ ପୁଣି ଯୋଡ଼ିବାର ଏକ ସାଇଣ୍ଟିଫିକ୍ ପ୍ରୟାସ। ପ୍ରକୃତରେ ଏହା ଏକ ରୋମାଞ୍ଚକର ଯାତ୍ରା। ମାନେ 1930ରେ ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କର ସ୍ଥାପନାରୁ ଆରମ୍ଭ କରି 1972ର ମାଇଲଖୁଣ୍ଟ ଆଇନ ଦେଇ 2022ର ଅତ୍ୟାଧୁନିକ ପ୍ରୋଜେକ୍ଟ ଚିତା ପର୍ଯ୍ୟନ୍ତ ଏହି ସଂରକ୍ଷଣର ଯାତ୍ରା ଅନବରତ ଚାଲିଛି। ଆଜ୍ଞା। ଆମେ ଦେଖିଲେ ଯେ ବାଘଙ୍କୁ ବଞ୍ଚାଇବାଠାରୁ ଆରମ୍ଭ କରି କୁମ୍ଭୀରମାନଙ୍କ ମାଧ୍ୟମରେ ନଦୀ ସଫା ରଖିବା, ହାତୀଙ୍କୁ ସୁରକ୍ଷା ଦେଇ ଜଙ୍ଗଲର ବିସ୍ତାର କରିବା, ଆଉ ଡଲଫିନ୍ ଆଉ ଶାଗୁଣା ଭଳି ଜୀବଙ୍କୁ ବିନାଶ ମୁଖରୁ ଫେରାଇ ଆଣିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ପ୍ରୋଜେକ୍ଟ ଭାରତର ଜୈବ ବିବିଧତା ବା ବାୟୋଡାଇଭର୍ସିଟିକୁ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।